যেতে হরি ସାହୁ ଯମଦେବତାକୁ ଦେଖିଦେଲା ଯମଦେବତା ବନ୍ଧା ହେଇକିରି ପଡ଼ିଛନ୍ତି ଯମର ପାଦ ତଳେ ପଡ଼ିକି ପ୍ରଣାମ ଟିକେ କରିଦେଲା ହରି ସାହୁ କହିଲା ହେ ଅର୍ଜୁନ ଏଡ଼େ ବଡ଼ ଜନ୍ତୁପତି ତମେ ତାକୁ ବାନ୍ଧିକିରି ରଖିଛ ତାର ବନ୍ଧନ ମୁକ୍ତ କରିଦିଅ ମୁଁ କହୁଛି ତାକୁ ଟିକେ ବନ୍ଧନ ଖୋଲିଦିଅ ଅର୍ଜୁନ ବିଚାର କଲେ ଠିକ ଅଛି ତମର ମୋର ବାପା ସମାନ ତମର ଝିଅକୁ ମୋର ବଡ଼ ଭାଇ ବିବାହ କରିଛନ୍ତି ତମେ ମୋର ବାପା ଭଳିଆ ହେଲ ବୟୋଜ୍ୟେଷ୍ଠ ମାନଙ୍କ ଲୋକ ମାନେ ବୟୋଜ୍ୟେଷ୍ଠ ମାନଙ୍କର କଥା କାଟିବା କଥା ନୁହଁ ତେଣୁ କ'ଣ କଲେ ଅର୍ଜୁନ ଯମଦେବତାଙ୍କର ବନ୍ଧନ ମୁକ୍ତ କରିଦେଲେ ବନ୍ଧନ ମୁକ୍ତ କରିଦେବା ପରେ କ'ଣ ହେଲା ସେତେବେଳେ କ'ଣ ହୋଇଛି ଯମଦେବତା ହରି ସାହୁକୁ କହୁଛନ୍ତି ହେ ହରି ସାହୁ ତୁମେ କହିବା ଯୋଗୁଁ ଅର୍ଜୁନ ମୋର ବନ୍ଧନ ମୁକ୍ତ କଲେ ତେଣୁ ମୁଁ ତୁମ ଉପରେ ସନ୍ତୁଷ୍ଟ ତମେ କି ବର ମାଗୁଛ ମାଗ ତମେ ଯାହା ମାଗୁଛ ମାଗ ସେତେବେଳେ ହରି ସାହୁ କ'ଣ ମାଗିଲେ ଜାଣିଛୁ କ'ଣ ମାଗିଲେ ହରି ସାହୁ ବୋଲନ୍ତି ହେ ଜନ୍ତୁ ରାଜନ ହରି ସାହୁ ବୋଲନ୍ତି ହେ ଜନ୍ତୁ ରାଜନ ମୋ ବଂଶରେ ଦେ ଯମ ଦଣ୍ଡ ନହୁ ମୋହର ବଂଶେ ଯେତେ ଜାତି ଛନ୍ଦି ଆଚ୍ଛା ମୋର ଜାତିକୁ ଯେ ଯମ ଦଣ୍ଡ ନ ଦେବ ମୋର ଜାତିକୁ ଯେ ଯମ ଦଣ୍ଡନ ଦେବଟି ଓଲାରେ ହାତ ଯୋଡ଼ି ଦେଲେ ହରି ସାହୁ କହିଲେ ହେ ଯନ୍ତରାଜ ମୁଁ ନିବେଦନ କରୁଛି ମୋର ଯେତେ ଜାତି ଅଛନ୍ତି ବୈଶ୍ୟ ଜାତି ବୈଶ୍ୟ ଜାତି ବୋଲେ ବୁଝିପାରୁଛ ତ ବାବା ଜଗତରେ 4 ଜାତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ପ୍ରଥମରେ ବ୍ରାହ୍ମଣ ତାପରେ କ୍ଷତ୍ରିୟ ତାପରେ ବୈଶ୍ୟ ବୈଶ୍ୟ କାହାକୁ କହନ୍ତି ରେ ଯେଉଁମାନେ ବ୍ୟବସାୟ ବାଣିଜ୍ୟ କରି ଆଜ୍ଞା କୁଟୁମ୍ବ ପରିପୋଷଣ କରନ୍ତି ସେମାନଙ୍କୁ ବୈଶ୍ୟ ଜାତି କୁହାଯାଏ ହେଲେ ଓଲାରେ ବୈଶ୍ୟ ଜାତି ମାନଙ୍କ ପାଇଁ ହରି ସାହୁ ଗୋଟେ ବର ମାଗିଲେ କହିଲେ ହେ ଯନ୍ତରାଜ ମୋର ବୈଶ୍ୟ ଜାତି ଯେତେ ଅଛନ୍ତି କୌଣସି ବୈଶ୍ୟ ଜାତିର ସନ୍ତାନକୁ ତୁମେ ଯମଦଣ୍ଡ ଦେବ ନାହିଁ ଯମଦଣ୍ଡ ମିଳିବ ନାହିଁ ଯମରାଜ କହିଲେ ଠିକ ଅଛି ମୁଁ ତୁମକୁ ଯମଦଣ୍ଡ ଦେବିନି କିନ୍ତୁ ଗୋଟେ ସର୍ତ୍ତରେ କ'ଣ କି ସର୍ତ୍ତ ତୁମେ ବ୍ୟବସାୟ ବାଣିଜ୍ୟ କରିକିରି କୁଟୁମ୍ବ ପରିପୋଷଣ କରୁଛ ତମର ବ୍ୟବସାୟ ବୃତ୍ତିରେ କୁଟୁମ୍ବ ପରିପୋଷଣ କରୁଛ କିନ୍ତୁ ମିଥ୍ୟା କଥା କହିବ ନାହିଁ ଟଙ୍କାଟାକୁ କିଣିକିରି 10 ଟଙ୍କା ବିକ ମୁଁ କହିବାର ନାହିଁ କିନ୍ତୁ ସତ କହିକିରି ବିକିବ ଠକା ଠକି କରିବନି 1 ଟଙ୍କାକୁ କିଣି ଯଦି 10 ଟଙ୍କାକୁ ବିକିବ ସତ୍ୟ କଥା କହି ତାକୁ ଜିନିଷ ବିକିବ ମିଥ୍ୟା କଥା କହି ଯଦି ପଦାର୍ଥ ବିକିବ ମୋହର ଦଣ୍ଡ ତୁମେ ଅଧିକ ପାଇବ ଯଦି ମିଥ୍ୟା କଥା ପ୍ରକାଶ କରିବ ଠକିବ ଠକ ଭଣ୍ଡ କଲେ ଯମଦଣ୍ଡ ଅଧିକ ମିଳିବ ବ୍ୟବସାୟ ବୃତ୍ତି କରି ଯଦି ସତ କଥା କହିବ ଟଙ୍କାଟେ କିଣିକି 10 ଟଙ୍କା ବିକ ମନା ନାହିଁ କିନ୍ତୁ ସତ କଥା କହିକିରି ବିକିବ ସତ କଥା କହିଲେ ତୁମକୁ ତ୍ରାହି ଅଛି ଯଦି ମିଥ୍ୟା କଥା କହିବ ତାହେଲେ ତୁମକୁ ଯମଦଣ୍ଡ ନିଶ୍ଚୟ ମିଳିବ ହେଲେ ସତ କହିକିରି କିଏ ବେପାର କରୁଛି କି ରେ ବାପା କରୁଛି କିଏ ନାହିଁ ସବୁ ଯାକ ମିଛ କହିକିରି ବେପାର କଲେ ଯମଦଣ୍ଡ ମିଳିବ ସତ ଯଦି କହିବୁ ହରେ ବାପା ମୁଁ ଏଇଟା ଏତେ ଟଙ୍କା କିଣିଦେଲି ସେତେ ଟଙ୍କା ବିକିବି ରେ ବାପା ମୋତେ 2 ଟାଇମ୍ ନ ମିଳିଲେ ମୋ ପେଟ କିଣି ଚଳିବ ଯଦି କହିବ ତାହେଲେ ତୁମକୁ ଯମଦଣ୍ଡ ରହିବ ନାହିଁ ଓଲା ସତ୍ୟ ହେଇଗଲା ଯମଦେବତା ପଳେଇଲେ ଅର୍ଜୁନ ସହିତ ହରି ସାହୁ ଘରକୁ ପଳେଇ ଆଇଲେ ସୁହାଣୀ କନ୍ୟାକୁ ଯୁଧିଷ୍ଠିର ମହାରାଜ ବିବାହ କରିଦେଲେ ଆଚ୍ଛା ତାପରେ କ'ଣ ହେଲା ଜାଣିଛୁ ବାବା କ'ଣ ହୋଇଛି 16 ଜଣ ସହିତରେ ଧୀରେ ଧୀରେ ଗଲେ ଧୀରେ ଧୀରେ ଗଲେ सुहानी कन्या को पुणी संगतरे नेले वीर संगतरे नेले
କଲେ ଜାଣିଛୁ କିରେ ବାବା? କଣ କଲେ? ଆଙ୍କେ 16 ଜଣ ଯୁଧିଷ୍ଠି, ଭୀମ, ଅର୍ଜୁନ, ନକୁଳ, ସହଦେବ, ଦ୍ରୌପଦୀଙ୍କ ସହିତ ସୁହାଣୀ ନାମେ କନ୍ୟାକୁ ଧରିଲେ। 7 ଜଣ ଯାଇ ପହଞ୍ଚିଲେ କୋଉଟେ ଜାଣିଛୁ ବାବା? କୋଉ ଜାଗାରେ? ଆରେ କପିଳାସରେ ବାବୁ ପ୍ରବେଶ ହେଲେ। ଆରେ କପିଳାସରେ ବାବୁରେ ପ୍ରବେଶ ହେଲେ। ସୁହାଣୀ କନ୍ୟାକୁ କପିଳାସରେ ରଖିଲେ। ହଉ ହଉ ଶିବଙ୍କର ସେବା ତୁ କରିବୁ ବୋଇଲେ। ଶୁଣନ୍ତୁ ଆଗେ ମୋର ପଣ୍ଡିତ ଜନ, ସୁହାଣୀ କନ୍ୟା ରହିଲା କପିଳାସରେ। ସେଠା ଭରୁ ଯେ ଗଲେ 16 ଜଣ, ସେଠା ଭରୁ ଯେ ଗଲେ 16 ଜଣ। আরে ভীমকু যুধিষ্ঠি বলন্তি বচন। আচ্ছা ভীমকু যুধিষ্ঠি বলন্তি বচন। ওলারে সুহাণী নামে কন্যাକୁ কপিଳାସ ରଖିଦେଲେ। କପିଳାସ ଶିବଙ୍କର ସେବା କରିବା ପାଇଁ। আচ্ছা ସୁହାଣୀ କନ୍ୟାକୁ କହିଲେ ଆମେ ତୀର୍ଥବ୍ରତ କରିବାକୁ ଯାଉଛୁ। ଯାଉଛୁ ସିଆଡ଼ୁ ଆସିଲା ପରେ ତମକୁ ଧରିକିରି ପୁଣି ଆମେ ଆମର ଜାଗାକୁ ଚାଲିଯିବା। ଯିବା। ହେଲେ ଓଲାରେ ତମେ ଏଠି ଥ। ସୁହାଣୀ କନ୍ୟା ରହିଲେ କୋଉଟେ କପିଳାସରେ। ଆଚ୍ଛା ତାପରେ କଣ ହେଲା ରେ ବାବା? କଣ ହୋଇଛି? ଯେତେବେଳେ ସୁହାଣୀ କନ୍ୟା ରହି ଯାଇଛନ୍ତି କପିଳାସରେ, ଯୁଧିଷ୍ଠି ମହାରାଜା କହିଲେ ଆରେ ଭୀମ, ଆରେ ଭୋକ ଲାଗିଲାଣି ରେ ବାବା, ଖାଇବାନି ରେ, ଖାଇବା ପାଇଁ କୋଉଠି ଯୋଗାଡ଼ କର ରେ ବାବା। ଆଚ୍ଛା କଣ ବୋଲି କହିଲେ ଯୁଧିଷ୍ଠିର ରେ? କଣ? ତଣ୍ଡୁଳ ଗଣ୍ଡାଏ ଭୀମରେ ଆଣିବୁ ବହନ, ରୋଷେଇ କରିବାକୁ ରେ ବାବୁ ଦିଅ ଏବେ ମନ। ଆଚ୍ଛା ଭୀମକୁ ରୋଷେଇ କରିବା ପାଇଁ ଯୁଧିଷ୍ଠିର ଆଦେଶ ଦେଲେ। ହେଲେ ଇଏ ତ ଭୀମ କଣ କଲା ଜାଣିଛୁ ରେ ବାବା? କଣ? ଆରେ ତଣ୍ଡୁଳ ପାଇଁ ଭୀମ ଚାଲିଗଲା। ତଣ୍ଡୁଳ ପାଇଁ ଭୀମ ଚାଲିଗଲା ରେ, ଭୀମ ଚାଲିଗଲା। আরে তণ্ডুল আনিব কিস ধান গদারে টেকিলা। আচ্ছা আরে তণ্ডুল আনিব কিস ধান গদারে টেকিলা। হইরে বাবা ও তণ্ডুল বলে চাউল মানে আনলে ରୋଷେଇବାସ କରିବା ପାଇଁ ଭୀମକୁ କହିଲେ ଯୁଧିଷ୍ଠି। আচ্ছা ଆଚ୍ଛା ଭୀମ ଗଲେ ଦେଖିଲେ ଚାଉଳ କୋଉଟେ କେଣେ କାହାକୁ ମାଗି ବୋଲି କହିଲେ ଧାନ ଗୁଡାକ ସବୁ ଗଦା ହେଇଥିଲା। କଣ କଲା ଭୀମ ଜାଣିଛୁ? କଣ? ସେ ଧାନ ଗୁଡାକ ଗଦା ଯାକ ଟେକି 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 ଧରିକି ସବୁ ପଳେଇ ଆଇଲା। ବଡ ଗଦାଟେ ଧରିଲା, ଟେକି ପଳେଇ ଆଇଲା। ଆଚ୍ଛା ଯୁଧିଷ୍ଠି କହିଲେ ଭୀମରେ ଧାନ ଗୁଡା କଣ ଖାଇବା କିରେ ବାବା? ଏରା ତ ମଳା ହେଇନି, ଆଉ ଏ ଧାନ କଣ ଧରିକିରି ଆଇଛୁ? ଆଉ ଭୀମ କହିଲେ ନନା ବ୍ୟସ୍ତ ହୁଅନ, ହେନ ମୁଁ ସାଙ୍ଗେ ସାଙ୍ଗେ ଏଟାକୁ ଧାନରୁ ମଳିବି, ଚାଉଳ କରିବୁ। ଧାନକୁ ମଳିକିରି ଚାଉଳ କରିବାକୁ ଭୀମ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଗଲେ। ଆଚ୍ଛା ଆଚ୍ଛା କଣ କଲେ ଜାଣିଛୁ କିରେ? କଣ କଲେ? আরে একাডিও করে ভীম, আরে একাডিয়া করে ভীম, জঙ্গলে মিলিলা রে, জঙ্গলে মিলিলা, 7 গোটি সিংহ পুরে বাঁধিল মারিলা। ওলারে ও ভীম একাডিয়ারে পৌঁছি গলা জঙ্গলরে। 7টা সিংহକୁ ଧରିଲା। 7ଟା ସିଂହକୁ ଧରିଲା। ଭୀମ ଭଳିଆ ଲୋକ 7ଟା ସିଂହକୁ ଧରିକିରି ପଳେଇ ଆଇଲା। ବୋଇଲା ନନା ବ୍ୟସ୍ତ ହନ, ମୁଁ ସିଂହ ଦ୍ୱାରା ଧାନ ଗୁଡାକ ମଳି ଦେବି। ମଳିଦେବି। କଣ କଲା ଭୀମରେ? 7 ସିଂହକୁ ଧରି ଭୀମ ଧାନ ଯେ ମଳିଲା, ସାଙ୍ଗେ ସାଙ୍ଗେ ଧାନରୁ ବାବୁ ତଣ୍ଡୁଳ ବାହାର କରିଲା। ଆଚ୍ଛା ସିଂହକୁ ଧରିକିରି ଧାନ ବେଙ୍ଗଳା ବୁଲିବାରେ କିଏ ଜାଣିଛ? କେବଳ ଭୀମ ଆଜ୍ଞା ସିଂହକୁ ଧରିକିରି ଧାନ ବେଙ୍ଗଳା ବୁଲେଇଥିଲା। ଦେଖନ୍ତୁ କେଡ଼େ ବଡ଼ ପରାକ୍ରମ ଥିଲା ଭୀମ। 7ଟା ସିଂହକୁ ବାନ୍ଧିଲା, ଧାନ ବେଙ୍ଗଳା ବୁଲେଇଲା, ଧାନ ବାହାରିଲା, ସାଙ୍ଗେ ସାଙ୍ଗେ ପଥରରେ ତାକୁ କୁଟିକିରି ଚାଉଳ କଲା। ଚାଉଳ କେତେ ମାଣ ହେଲା ରେ? 1000 ମାଣ ଚାଉଳ ତହୁଁ ଯେ ହୋଇଲା। ସେ 1000 ମାଣ ଚାଉଳକୁ ଭୀମ ସାଙ୍ଗେ ସାଙ୍ଗେ ରାନ୍ଧିଲା। ଆଚ୍ଛା 1000 ମାଣ ଚାଉଳ, 1000 ମାଣ ଚାଉଳ ହେଲୁକୁ ରନ୍ଧା ହେଲା। ରନ୍ଧା ହେଲୁକରି ଆଙ୍କେ 6 ଜଣ ଆରାମରେ ଗଣ୍ଡେ ଖାଇଲେ। ଭୀମକୁ ତ ସବୁ ଜାଗା ନିଅଣ୍ଟ ଖାଇଲେ। ତାଙ୍କୁ ମିଳିଥିବ। ଖାଇଲା ପରେ କଣ ହେଲା ରେ ବାବା? ଆଚ୍ଛା କଣ? ଆରେ ସେଇଟା ହଉଛି ତାଙ୍କର ଶେଷ ଖିଆ। ଯୁଧିଷ୍ଠିରଙ୍କର, ଭୀମଙ୍କର, ଏ ତ 16 ଜଣଙ୍କର ସେଟା ହେଲା ଶେଷ ଖିଆ। ଆଉ ତାଙ୍କ ଜୀବନରେ ଖାଇବାକୁ ମିଳିଲାନି ରେ ପୁଅ। ଆଉ ମିଳିବନି। କଣ କଲେ ମାନେ ଜାଣିଛୁ କି ରେ ଧନ? କଣ? ଜୀବନରେ ବହୁତ କଷ୍ଟ ଆସେ ମା, ଝଡ଼ ଝଞ୍ଜା ଆସେ, ଆଚ୍ଛା ବିପତ୍ତି ତ ଆସିବ ମନୁଷ୍ୟକୁ।
विपत्ति अधर्य हवाक हबनी युधिष्ठिर महाराजा कौन कले कौन षड भाई की धरी पांच भाई एवं द्रौपदी उलारे ओ अरे पवन ठू बेगे बेगे युधिष्ठिर गले आहा युधिष्ठिर गले उपस्थित आम विज्ञाबंधु पांच भाई द्रौपदी चलिकी जाऊँ अच्छा युधिष्ठिर सागर किए गोड़े पार ना पवन ठार अधिक बेगर युधिष्ठिर जाऊँ एडे बड़ बड़ क्षत्रि गुड़ाक भीम अर्जुन आज्ञा युधिष्ठिर शांतशिष्ट सरल व्यक्तिटीए युद्ध करने को प्रस्तुत केवे नुहंती सदा सर्वदा नम्रता भाव युधिष्ठिरंकर सहित मैंने किए चली पार ना अच्छा आज्ञा तुम एडे बड़ पराक्रमशाली सत किंतु युधिष्ठिर सहित चली पार नुल उलारे ओ चली चली मैंने कोटे पहुंचले रे कोडी अरे हिमवंत जे पर्वते गोदानु हिमवंत बोली बाबू रे पर्वत दानो धीरी से पर्वत रे पहुंचिले षडजण ठीक से पर्वत रे पहुंचिले षडजण हो शुणन्तु आगे मोर पंडित जन ना भौणी माने मोर बनम नहीं शुणम अच्छा हिम पर्वत रे पहुंचिले षडजण हिम पर्वत रे पहुंचिले षडजण ओलारे ओ हिमवंत बोली गोटे पर्वत अच्छा से पर्वतर देखा एमती थी लिशुणी भाया पर्वत सीधा से पर्वत को चढ़ीवा जाऊँच आज्ञा पांच भाई सहित द्रौपदी हेले उलारे ओ से तो पर्वत तार उच्चता केते तार दीर्घ केते प्रस्थ केते केते हाँ 9 कोटी प्रस्तटे से पर्वत जानू 50 कोटी रे बाबू दीर्घ पर्वत प्रमाण ओलारे ओ 50 कोटी जून कौन बुझिलु मु कौन बुझी 50 जून बाबू रे से पर्वत दीर्घ ओ उच्चता अरे 9 कोटी प्रस्तटे सुन सुधीवंत अच्छा ओला ओ तापर हेला कौन न हला जेते बेले शास्त्र मतरे 50 कोटी तार दीर्घ 50 जूण जूण बोले कौन रे नले चटेईटा ना 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 जूण बोले कौन संस्कृत महाभारत लिखा है अच्छा षट तैल देव प्रकटं संजय षट तैल देव प्रकटं जब चत्वारि मुष्टिकं षडा मुष्टि भवे हस्त हस्त चत्वारि धेनुकं द्विसहस्र धेनुकं कोशं कोशं चत्वारि योजनं कोशं चत्वारि योजनं हरि हरि संस्कृत महाभारत कहला षट तैल जब प्रकटं अच्छा षट तैल बोले 6टा राशि रे गोटे जब आज्ञा जब बोले धान तिल बोले राशि जब बोले धान षट तैल जब प्रकटं 6टा राशि रे गोटे धान उला ओ षट तैल जब प्रकटं जब चत्वारि मुष्टिकं एटा कौन जब चत्वारि बोले 4टा जब बोले 4टा धान रे गोटे मुष्टि मुष्टि षड मुष्टि भावे हस्त अच्छा 6टा मुठारे गोटे हस्त हाथ हस्त चत्वारि धेनुकं
ଚାରି ହାତରେ ଗୋଟେ ଗାଈ, ଚାରି ହାତରେ ଗୋଟେ ଗାଈ, ଗୋଟେ ଗାଈର ଲମ୍ବା ହେଲା ଚାରି ହାତ। ଚାରି ହାତ, ଚାରି ହାତ ନା ନାଇଁ ଆଜ୍ଞା? ଚାରି ହାତ ନା? ଗାଈର ଲମ୍ବା ହେଲା ଚାରି ହାତ। ହେଲେ ଉଲାରେ ଓ ଏଠି ଶାସ୍ତ୍ର କଣ କହିଲା? କଣ? ଷଟ ତୈଳ ଜବ ପ୍ରକଟଂ ଜବ ଚତ୍ୱାରି ମୁଷ୍ଟିକଂ ଷଡ଼ମୁଷ୍ଟି ଭବେ ହସ୍ତ ହସ୍ତ ଚତ୍ୱାରି ଧେନୁକଂ ଦି ସହସ୍ର ଧେନୁକଂ କୋଶଂ। ଦି ସହସ୍ର ଧେନୁକ ବୋଇଲେ ଗାଈ, ଗାଈ 2000 ଗାଈକେ ଲମ୍ବାରେ ଠିଆ କଲେ ଗୋଟେ କୋଷ। ଗୋଟେ କୋଷ। ଆଚ୍ଛା ଆଚ୍ଛା, ଦେଖେ କେଡ଼େ ସୁନ୍ଦର କଥା। ହେଲେ ଉଲା ଓ ଆକୁ ଟିକେ ଖୋଲିକିରି କହିବାକୁ ହବ, ଲୋକ ନହେଲେ ବୁଝିବେ କି? ହଁ ଆଚ୍ଛା ଉଲାରେ ଓ ଗୋଟେ ଗାଈ ଯଦି ହେଲା କେତେ ହାତ କହିଲି? ଚାରି ହାତ। ଚାରି ହାତ, ଚାରି ହାତଟା କେତେ ଫୁଟ? ଚାରି ହାଲୋ। ହାତଟା କେତେ ଫୁଟ? ଚାରି ହାତଟା କେତେ ଫୁଟ? 6 ଫୁଟ। 6 ଫୁଟ ନା ନାହିଁ? 2000 ଗାଈ, 2000 ଗାଈ ଇଣ୍ଟୁ 6 12000 ଫୁଟ। 12000 ଫୁଟ ଯଦି ହେଲା 3 ଫୁଟରେ ଗୋଟେ ମିଟର, 3 ଫୁଟରେ ଗୋଟେ ମିଟର। ମିଟର। 4000 ମିଟରରେ ଏ ଯୋଉ 12000 ଫୁଟକୁ 4000 ମିଟର ହେଲା। 1000 ମିଟରରେ କିଲୋମିଟର, 1000 ମିଟରରେ କିଲୋମିଟର। 4000 କିଲୋମିଟର ବୋଇଲେ 4 କିଲୋମିଟର। 2000 ଗାଈ ଲମ୍ବାରେ ଠିଆ କଲେ 4 କିଲୋମିଟର। 2 ସହସ୍ର ଧେନୁକଂ କୋଶଂ କୋଶଂ ଚତ୍ୱାରି ଯୋଜନଂ। 4 କୋଶରେ ଗୋଟେ ଯୋଜନ। କାଳିଆ ସୁନ୍ଦର ବାପା ଭଲ ଭାବେ ଏ ଯାକ ସବୁ ସନ୍ଧି ପାଠ ଜାଗାରେ ବହିରେ ଗୋଟେ ପାଇବୁନି ଆଉ। ଉଲା 2 ସହସ୍ର ଧେନୁକଂ କୋଶଂ କୋଶଂ ଚତ୍ୱାରି ଯୋଜନଂ। 4 କୋଶରେ ଗୋଟେ ଯୋଜନ। 4 କୋଶରେ ଯଦି ଗୋଟେ ଯୋଜନ ହେଲା ହଁ ହେଲେ ଗୋଟେ କୋଶକୁ 4 କିଲୋମିଟର ନାଇଁ କି? ହେଲେ ଗୋଟେ ଯୋଜନ ବୋଇଲେ କେତେ କିଲୋମିଟର ହେଲା? 4 ଚୌକୁ 16 କିଲୋମିଟର। ଶେଉଳ ଗୋଟେ ଯୋଜନ ହେଲା 16 କିଲୋମିଟର। ଏ ଯୋଉ ହିମବନ୍ତ ପର୍ବତର ଦୀର୍ଘ ହଉଛି କେତେ? 50 50 ଜୁଣ। 50 ଇଣ୍ଟୁ ଶେଉଳ 800 କିଲୋମିଟର। 800 ପର୍ବତଟା ଲିସୁଣି ଭଳିଆ ଅଛି 800 କିଲୋମିଟର। ଭଲ କି ମନେ ରଖ। 50 ଜୁଣ ଅର୍ଥ 800 କିଲୋମିଟର ଦୀର୍ଘ ସିଧା ପର୍ବତ ଲିସୁଣି ଭଳିଆ ଅଛି ରେ ପୁଅ। ସେ ପର୍ବତ ଉଠିବା ଏତେ ସହଜ ନୁହଁ। ଏଠି କେମିତି ଯାଉଛନ୍ତି ଯୁଧିଷ୍ଠିରରେ? ପବନଠୁ ବେଗେ ଯାଉଛନ୍ତି ସେ ଧର୍ମନନ୍ଦନ। କେତେ ସ୍ପିଡ ଯାଉଛନ୍ତି? ପବନ ଭଳିଆ ଯାଉଛନ୍ତି ଧର୍ମନନ୍ଦନ। କିଏ ଗୁଡ଼ି ପାରୁନାହାନ୍ତି। ତାଙ୍କ ପଛରେ ଅଛନ୍ତି ଭୀମ, ତା ପଛରେ ଅର୍ଜୁନ, ତା ପଛରେ ନକୁଳ, ତା ପଛରେ ସହଦେବ, ତା ପଛରେ ଦ୍ରୌପଦୀ। ମାଇପ ଓଲାରେ ଓ କଣ ହେଲା ରେ ବାବା? କଣ ନ ହେଲା କହୁନୁ? ଆରେ ଧୀରେ ଧୀରେ ଦ୍ରୌପଦୀ ଯାଉଛନ୍ତି ବଡ଼ କଷ୍ଟରେ ରେ ହିମ ବନ୍ତ ଉଠୁଛନ୍ତି ଧୀରି। ବଡ଼ କଷ୍ଟରେ ରେ ହିମ ବନ୍ତ ଉଠୁଛନ୍ତି। ହଉ ହଉ ଶୁଣନ୍ତୁ ଆହେ ମୋ ପଣ୍ଡିତ ଦାନ। ଆଚ୍ଛା 5 ଜୁଣ ଅତିକ୍ରମ କଲେ ଦ୍ରୌପଦୀ ଜାଣ। 5 ଜୁଣ ଅତିକ୍ରମ କଲେ ଦ୍ରୌପଦୀ ଜାଣ। ଓଲା ଓ 5 ଜୁଣ ପଥ ଅତିକ୍ରମ କଲେ ଦ୍ରୌପଦୀ। 5 ଜୁଣ ଶେଉଳ 5 ଶେଉଳ ଇଣ୍ଟୁ 5 କେତେରେ? କେତେ? 80 କିଲୋମିଟର। 80 କିଲୋମିଟର ଗଲେ। ଦ୍ରୌପଦୀ ଗଲେ 80 କିଲୋମିଟର। ଏମିତି ରହିଛି ଲିସୁଣି ଭଳିଆ ପର୍ବତ। ଓଲାରେ ଓ ଯେତେବେଳେ 80 କିଲୋମିଟର ଉଠି ଯାଇଛନ୍ତି ଦ୍ରୌପଦୀ ବାବାରେ, ତାପରେ କଣ ହେଲା ରେ ବାବା? କଣ? ଆରେ ଦ୍ରୌପଦୀଙ୍କର ରେ ଗୋଡ଼ ଖସିଗଲା। ଦ୍ରୌପଦୀଙ୍କର ରେ ଗୋଡ଼ ଖସିଗଲା। ଦ୍ରୌପଦୀ ପୁଣି ପଡ଼ିଗଲେ ଭଲା। ହଉ ହଉ ସେତେବେଳେ ଭୀମ ଉଚ୍ଚରେ ଡାକିଲେ, ଶୁଣ ଶୁଣ ମୋର ନନା ବୋଲିଣ ବଇ। ଶୁଣନ୍ତୁ ଆହେ ଧର୍ମଙ୍କ ନନ୍ଦନ। ପଡ଼ିଗଲେ ଦେଖ ଦ୍ରୌପଦୀ ରେଳା। ପଡ଼ିଗଲେ ଦେଖ ଦ୍ରୌପଦୀ ରେଳା।
ଓଲାରେ ଓ 5 ଜଣ ପଥ ଅତିକ୍ରମ ଦ୍ରୌପଦୀ କରିଲେ। ଆରେ ଶାସ୍ତ୍ର ମତେ 80 କିଲୋମିଟର ପଥରେ ଦ୍ରୌପଦୀ ଚଢିଥିଲେ। ଆଚ୍ଛା ସେତେବେଳେ ଦ୍ରୌପଦୀ ଆଉରେ ଚାଲି ନ ପାରିଲେ, ଗୋଡ଼ ଖସିଗଲା, ଦ୍ରୌପଦୀ ତହୁଁ ପଡ଼ିଗଲେ। ଡାକ ଦେଲେ ଭୀମ ଶୁଣ ହେ ଧର୍ମ ନନ୍ଦନ, ପଡ଼ିଗଲେ ପାଞ୍ଚାଳି ହେ, ଆସ ଉଠାଇ ନବା ଦେ ବହନ। ଭୀମସେନ କହିଲେ ଭାଇନା ଆସ, ଭାଇନା ଆସ। ପଡ଼ିଗଲେ, ଦ୍ରୌପଦୀ ପଡ଼ିଗଲେ, ତାଙ୍କୁ ନ ଧରିକିରି କେମିତି ପଳେଇବା, ତମେ କୁଆଡ଼େ ପଳଉଛ, ଆସ ଆସ। ଆସ ସେତେବେଳେ କହୁଛନ୍ତି ଧର୍ମନନ୍ଦନ ଯୁଧିଷ୍ଠିର ମହାରାଜା ଭୀମରେ, ଓ ହରେ ବାବା ଏ ପରା ମାୟା ସଂସାରରେ ଯିଏ ଯେତେ ଦିନ ପାଇଁ ଆସିଥିବ ସେ ସେତେ ଦିନ ହେଲେ ଚାଲିଯିବ ଧନ। ଆଚ୍ଛା ଏଥିରେ କିଏ କିଛି କରିପାରିବ ନାହିଁ। ସେ ଏତିକି ଦୂର ଆସିବାର ଥିଲା, ଏତିକି ଦୂର ପଥ ଆସିଲେ ସିଏ ଆଉ ଆସିପାରିବେ ନାହିଁ ରେ ବାବା, ତାକୁ ଛାଡ଼ିଦେ, ତାକୁ ଛାଡ଼ିଦେ ଦ୍ରୌପଦୀକି, ଆଉ ସେ ଆଇପାରିବନି। ଯିଏ ଅଛ ସିଏ ଆସ। ତମେ ଯିଏ ପାରୁଛ ମୋ ସାଙ୍ଗରେ ଆସ, ସ୍ୱର୍ଗକୁ ଯିବାକୁ ଯାହାର ଇଚ୍ଛା ମୋ ସାଙ୍ଗରେ ଆସ, ନହେଲେ ସେଠି ରହିଯିବ। ଭୀମ କହୁଛନ୍ତି ଭାଇନା ଏ ଆମ 5 ଭାଇଙ୍କ ପାଇଁ ଇଏ କେତେ କଷ୍ଟ ନ ପଡ଼ିଛନ୍ତି କହିଲ। କରିଛି କରିଛି ଏଡେ ବଡ଼ ସଭାସ୍ଥଳରେ ଦ୍ରୌପଦୀଙ୍କର ବସ୍ତ୍ରକୁ ଉଲ୍ଲଂଘନ କରିଦେଲେ, ଦୁଃଶାସନ ସହିଲେ ନା ନାହିଁ। କେତେ କଷ୍ଟ ସହିବ ବନବାସରେ ଆମ ସାଙ୍ଗରେ ବୁଲିଲେ, ନ ଖାଇ ନ ପିଇ କେତେ କଷ୍ଟ ଆମର ସହିଲେ ଅଳି ଅର୍ଦ୍ଦଳି। ଆମେ ତାଙ୍କ ଶରୀର ଉପଭୋଗ କରୁଥିଲେ ଭାଇନା, ଆଜି ସେ ପଡ଼ିଗଲେ ବୋଲି ତାକୁ ଛାଡ଼ି ଦେଇ ପଳେଇବା। କହୁଛନ୍ତି ଧର୍ମନନ୍ଦନ ଯୁଧିଷ୍ଠିର। ଆଚ୍ଛା କଣ କହିଲେ? ଭୀମରେ ହଁ ଦ୍ରୌପଦୀଙ୍କର ଭୁଲ କ'ଣ ଅଛି ଜାଣିଛୁ? କଣ ଭୁଲ? ଦ୍ରୌପଦୀ କାହିଁକି ପଡ଼ିଲେ ଜାଣିଛୁ? ଭୁଲ ଅଛି କେଉଁ ଦୋଷ ବା ଦ୍ରୌପଦୀ ପୂର୍ବେ କରିଥିଲେ, କାହିଁ ପାଇଁ ଦ୍ରୌପଦୀରେ ସେଠି ପଡ଼ିଗଲେ? ଆଚ୍ଛା କାହିଁକି ସ୍ୱଦେହରେ ମୋ ସଙ୍ଗେ ଯାଇ ନ ପାରିଲେ? ଦ୍ରୌପଦୀଙ୍କର ଭୁଲ କ'ଣ ଥିଲା? କଣ? ଆରେ ଦ୍ରୌପଦୀ ଯୋଗୁ ମୋର କୂଳରେ ନାଶ, ଦ୍ରୌପଦୀ ଯୋଗୁ ମୋର କୂଳ ନାଶ, ମୋ ଭାଇ ମାନଙ୍କର ପ୍ରାଣ ଗଲା ଅବଶ୍ୟ। এই দ্রৌপদী ମୋ ଭାଇକି ମାରିଲେ, ଏଡ଼େ ବଡ଼ ମହାଭାରତ ଯୁଦ୍ଧ ଏଇ କଲେ। ହଉ ଦ୍ରୌପଦୀଙ୍କ ଯଥୁରେ, ଆରେ ଦ୍ରୌପଦୀଙ୍କ ଯୋଗୁ ଏ ଯୁଦ୍ଧରେ ଜାଣ, ହଁ ଏଡ଼େ ବଡ଼ ମହାଭାରତ ହେଲା ସଂଗ୍ରାମ। ତେଣୁ ଭାଇ ତୁମେ ତାକୁ ଏବେ ଛାଡ଼ି ଦିଅ, ଏ ମାୟା ସଂସାରରେ ଆଉ ଯେ ନ ପଡ଼। ଏ ମାୟା ସଂସାରରେ ଆଉ ଯେ ନ ପଡ଼। ଯୁଧିଷ୍ଠିର କହିଲେ ଭାଇରେ, ହଁ ଆ ଯୋଗୁ ମୋର ବଂଶ ଶୂନ୍ୟ ହେଇଗଲା, ହେଇଗଲା ଆ ଯୋଗୁ ମୋର ବଂଶ ନାଶ ହେଇଗଲା। ଦ୍ରୌପଦୀ ଯଦି ଚାହିଁଥାନ୍ତେ ଆମ ଭାଇ ଭାଇ ଭିତରେ ଯୁଦ୍ଧ ଲାଗିନଥାନ୍ତା। ହେନ୍ତନି ଦ୍ରୌପଦୀଙ୍କ ଯୋଗୁ ଆମର ଭାଇ ଭାଇ ମଧ୍ୟରେ ଘୋର ସଂଗ୍ରାମ ହେଲା। ହେଲା ଆମେ ପରା ଆମ ଭାଇକି ମାରିଦେଲେ ରେ, ଆମର ବଂଶ ବୁଡ଼ିଗଲା। ଆମ ବାଉ ଆମର କେତେ ପୁଅ ପୁତୁରା ନାତି ନାତୁଣୀ ସମସ୍ତେ ମଲେ। ହେଲେ ଓଲା ଓ କହୁଛନ୍ତି ଧର୍ମନନ୍ଦନ ଭୀମରେ, ଛାଡ଼ିଦେ ଦ୍ରୌପଦୀଙ୍କୁ, ଛାଡ଼ିଦେ। ଛାଡ଼ିଦେ ରଖିଲେ କିଛି ମୂଲ୍ୟ ପାଇବୁନି। ସେ ସେତେ ଦିନ ପାଇଁ ଆସିଥିଲା, ତା କର୍ମର ଫଳ ସେ ଭୋଗ କଲା। ସେତେବେଳେ ଭୀମସେନ ଦ୍ରୌପଦୀଙ୍କୁ ଛାଡ଼ିଦେଲେ। ସେତେବେଳେ ଦ୍ରୌପଦୀଙ୍କ ପ୍ରାଣବାୟୁ ଉଡ଼ିଗଲା ଭଲେ। ଆଚ୍ଛା ଦ୍ରୌପଦୀଙ୍କର ପ୍ରାଣବାୟୁ ଉଡ଼ିଗଲା, ଦ୍ରୌପଦୀ ଚାଲିଗଲେ। ତାପରେ କ'ଣ ହେଲା ରେ ବାବା? ତାପରେ କଣ ହଉଛି? ରହିଲେ ଆଉ 5 ଜଣ, 5 ଯାଉଛନ୍ତି ଧୀରେ 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 ଗମନ କରୁଛନ୍ତି। ଆଚ୍ଛା ଆରେ ଚାଲି ପାରୁନାହାନ୍ତି ନକୁଳ ସହଦେବ, କିନ୍ତୁ ଧର୍ମନନ୍ଦନ ଯୁଧିଷ୍ଠିର ପବନ ଠାରୁ ଅଧିକ ବେଗରେ ଚାଲି ଯାଉଛନ୍ତି। ଲିଶୁଣି ଭଳିଆ ପର୍ବତ ଉଠି। ଧର୍ମର ବଳ କେତେ ଦେଖନ୍ତୁ ଆଜ୍ଞା। ତେଣୁ ଧର୍ମ ସଦା ସର୍ବଦା ବକ୍ର, ଧର୍ମଟାରେ କେହି ମଧ୍ୟ ବଡ଼ ନୁହନ୍ତି। ନା ଓଲାରେ ଓ ଧର୍ମନନ୍ଦନ ଯୁଧିଷ୍ଠିର ତାଙ୍କ ଜୀବନ କାଳରେ କେବେ ମଧ୍ୟ ପାପ କଥା କହିନାହାନ୍ତି, ନା କେବେ ମଧ୍ୟ କାହାକୁ କଟୁ କଥା କହିନାହାନ୍ତି, ନା କେବେ ମଧ୍ୟ କାହାର ଆତ୍ମାକୁ ବାଧିଲା ଭଳି କଥା କହିନାହାନ୍ତି। ନା ତେଣୁକରି ଧର୍ମନନ୍ଦନ ଯୁଧିଷ୍ଠିର ଯାଉଛନ୍ତି ସ୍ୱର୍ଗପୁରକୁ। ଆଚ୍ଛା ତାଙ୍କ ସହିତ ଆଉ କେହି ମଧ୍ୟ ଯାଇପାରିବେ ନାହିଁ। ନା ଉପସ୍ଥିତ ଆମର ବିଜ୍ଞ ବନ୍ଧୁ, ଏବେ ହେଲା କ'ଣ ରେ ବାବା? କଣ ନହେଲା? ଯେତେବେଳେ ଦ୍ରୌପଦୀ ପଡ଼ିଗଲେ, ଯାଉଛନ୍ତି ଭୀମ ଯୁଧିଷ୍ଠିର, ତାପରେ ଭୀମ, ତାପରେ ଅର୍ଜୁନ, ତାପରେ ନକୁଳ, ତାପରେ ସହଦେବ। ତାପରେ କ'ଣ ହେଲା ରେ ବାବା? କଣ ହଉଛି?
ଆରେ ଯେତେବେଳେ 10 ଜଣ ଉଠିଲେ ଯେତେବେଳେ ପର୍ବତରେ 10 ଜଣ ଉଠିଲେ ନକୁଳଙ୍କର ଗୋଡ଼ ଖସିଗଲା ଭଲେ ହଉ ହଉ ଆରେ ସହଦେବଙ୍କର ଗୋଡ଼ ଖସିଗଲା ଭଲେ ସହଦେବ ଡାକ ଦେଲା ଶୁଣ ଆଏ ଭୀମ ଶୁଣ ହେ ଭାଇନା ହଉ ଗୋଡ଼ ଖସିଗଲା ଏବେ ମୋର ସିନା ସେତେବେଳେ ଧାଇଁ କରି ଭୀମ ଆସିଲେ ସହଦେବକୁ ତୋଳିଣ ଧଇଲେ ସହଦେବକୁ ତୋଳିଣ ଧୋଇଲେ ଓଲାରେ ଓ ସହଦେବ ପଡ଼ିଗଲେ 10 ଜଣରେ 10 ଜଣ ବୋଲେ କେତେ କିଲୋମିଟର ବୁଝିପାରୁଛୁ ତ କେତେ 10 × 160 କିଲୋମିଟର 160 କିଲୋମିଟର ଯାଇଛନ୍ତି ସହଦେବ ପଡ଼ିଗଲେ ପଡ଼ିଗଲେ ଭୀମକୁ ଡାକୁଛନ୍ତି ଭୀମ ହେ ଭାଇନା ମୁଁ ପଡ଼ିଗଲି ମତେ ରକ୍ଷା କର ମତେ ରକ୍ଷା କର ମତେ ଧର ସାଙ୍ଗେ ସାଙ୍ଗେ ଭୀମ ପଳେଇଆଲେ ତାକୁ ତୋଳିକିରି ଧରିଲେ ଡାକୁଛନ୍ତି ଯୁଧିଷ୍ଠିର ମହାରାଜକୁ ହେ ଧର୍ମନନ୍ଦନ ହେ ବଡ଼ ଭାଇନା ସହଦେବ ଭଳିଆ ଭାଇଟା ଆମର ପଡ଼ିଗଲା ମରିଯିବ ଆସ ଭାଇନା ଆସ 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 ସେତେବେଳେ କହୁଛନ୍ତି ଧର୍ମନନ୍ଦନ ଯୁଧିଷ୍ଠିର ଆଚ୍ଛା ଭୀମରେ ସିଏ ସେତେ ଦିନ ପାଇଁ ଆସିଥିଲା ଏତିକି ସମୟ ପାଇଁ ସେ ଯିବାକୁ ବାଧ୍ୟ ଏତିକି ଦୂର ଅତିକ୍ରମ କରିବାର ତାର ଭାଗ୍ୟରେ ଥିଲା ଏତିକି ଦୂର ପର୍ଯ୍ୟନ୍ତ ଆସିଲା ନହେଲେ ଆସିପାରି ନଥାନ୍ତା ସହଦେବକୁ ଛାଡ଼ିଦେରେ ଭାଇ ଛାଡ଼ିଦେ ଆଚ୍ଛା ଭୀମ ପଚାରୁଛନ୍ତି ଭାଇନା ସହଦେବଙ୍କର ଭୁଲ କ'ଣ ଥିଲା କହିଲ ତମେ ସହଦେବକୁ ଛାଡ଼ିବା ପାଇଁ କହୁଛ ଯେ ସହଦେବର ଭୁଲ କ'ଣ ଥିଲା କୁହ ଆମର ଭାଇ ପରା ସିଏ ଆରେ ସେତେବେଳେ କନ୍ଦନ କଲେ ଧର୍ମନନ୍ଦନ କାନ୍ଦି ପକାଇଲେ ଧର୍ମନନ୍ଦନ ଶୁଣନ୍ତୁ ଆରେ ମୋର ଭାଇ ଭୀମ ହଉ ଶୁଣନ୍ତୁ ଆରେ ମୋର ଭାଇ ଭୀମ ସହଦେବ ଯୋଗୁ ଅଭିମନ୍ୟୁ ମଲା ସହଦେବ ଯୋଗୁ ଅଭିମନ୍ୟୁ ମଲା ମୋର ଏଡ଼େ ବଡ଼ ପୁତ୍ର ପ୍ରାଣ ହାରିଦେଲା ମୋର ଏଡ଼େ ବଡ଼ ପୁତ୍ର ପ୍ରାଣ ହାରିଦେଲା କହିଲେ ଧର୍ମନନ୍ଦନ ଭୀମରେ ଓ ସହଦେବ ଯୋଗୁ ମୋର ଅଭିମନ୍ୟୁ ମରିଗଲା କେମିତି ଭାଇନା ଅଭିମନ୍ୟୁ କେମିତି ମରିଗଲା ସହଦେବ କ'ଣ କଲା ଭାଇନା ନା ସହଦେବ ପରା ଆଗତ ଭବିଷ୍ୟତ ଜାଣିଥିଲେ ହଁ ଯଦି ଆଗତ ଭବିଷ୍ୟତ ଜାଣିଥିଲେ ସିଏ କହିଥାନ୍ତେ ଭାଇନା ଆଜିର ଯୁଦ୍ଧ ଆମର ପରାଜିତ ଅଭିମନ୍ୟୁ ଗଲେ ଯୁଦ୍ଧରେ ମରିବ ତେଣୁକରି ଅଭିମନ୍ୟୁକୁ ଯୁଦ୍ଧକୁ ପଠେଇବାନି ତାହେଲେ ମୁଁ ପଠେଇଥାନ୍ତି କି କହ ନା ହେଲେ କାହା ଯୋଗୁଁ ମୋର ପୁତ୍ର ଅଭିମନ୍ୟୁ ମଲା ଏଡ଼େ ବଡ଼ ଜ୍ଞାନୀ ସହଦେବ ଯଦି କହିଥାନ୍ତା ଭାଇନା ଆଜିର ଯୁଦ୍ଧରେ ଆମର ପରାଜିତ ହବା ତେଣୁ ଆମେ ଅଭିମନ୍ୟୁକୁ ପଠେଇବା ନାହିଁ ଯଦି ଅଭିମନ୍ୟୁ ଯିବ ସେ ଆଉ ଫେରିପାରିବ ନାହିଁ ସବୁ ପରା ଜାଣୁଥିଲା ସହଦେବ ଏତିକି କାହିଁକି କହିଲା ନାହିଁ କାହିଁକି ମୋର ଅଭିମନ୍ୟୁ ପୁତ୍ର ମରିଗଲା ଏଥିପାଇଁ ଦାୟୀ ମୋର ସହଦେବ ମୋର ପୁତ୍ର ଅଭିମନ୍ୟୁ ପରିବା ପାଇଁ ଦାୟୀ ହେଉଛି ସହଦେବ ତେଣୁକରି ଏ ମହାପାପ କରିଛି ସହଦେବର ଭୁଲ କ'ଣ ଜାଣିଛ କ'ଣ ପଚାରିଲେ ଏକା କହୁଥିଲେ ସହଦେବକୁ ଯଦି କିଏ ପଚାରିବ ଆଚ୍ଛା ଆଚ୍ଛା ତାହେଲେ ସିଏ କହିବ ଆମର ନିରାନ୍ନା ଭଳିଆ ନିର ଯେମିତି ପଚାରିଲେ ଏକା କହେ ସେମିତି ପଚାରିଲେ ଏକା ସହଦେବ କହନ୍ତି ନହେଲେ ମୁଟୁ ମୁଟୁ ଅନଉଥିବ ନହେଲେ ଚାହିଁବେ ସିନା କହିବେନି ଆଜ୍ଞା ସହଦେବ ଯଦି ଯୁଦ୍ଧରେ ପରାଜିତ କି ଅମକ ଲୋକ ମରିବ ସମକ ଲୋକ ମରିବ ସମକ ଲୋକ ମରିବ ସହଦେବ ତ ଜାଣିଥିଲେ ନା ଯଦି ସହଦେବ କହିଥାନ୍ତେ କାହିଁକି ଏତେ ଜାଗା ଲୋକ ମରିଯାଇଥାନ୍ତେ ହେ ଓଲାରେ ଓ ତେଣୁକରି ସବୁ ଜାଣିକିରି ଯିଏ ନିରବ ଅବସ୍ଥା ରହେ ତାଠୁ ମହାପାପୀ ଆଉ କିଏ ନାହିଁ ପାପି ତ ସବୁ ଜାଣିକିରି ଯିଏ ନିରବ ରହିବ ତାଠୁ ମହାପାପୀ ଆଉ ଜଗତରେ ନାହିଁ ଏଇଟା guarantee। ତେଣୁ ଇଏ ସବୁ ଜାଗା ଜାଣିକିରି କିଛି କହୁନଥିଲା ଇଏ ମରିଯାଉ ଇଏ ମରିବ ଆବଶ୍ୟକ ନାହିଁ ସେମିତି ଭାଇ ସେତେବେଳେ କ'ଣ କଲେ ଭୀମରେ କ'ଣ ସେତେବେଳେ ଭୀମ ସହ ଦବ ଛାଡ଼ିଦେଲେ ସହ ଦେବ ଛାଡ଼ି ଦେଲେ
ସେତେବେଳେ ସହଦେବ ଛାଡ଼ିଦେଲେ ସହଦେବର ପ୍ରାଣଟି ପଳେଇଲା ବାବା ଆଚ୍ଛା ଖସିଗଲେ ସହଦେବ ପର୍ବତରୁ ତାଙ୍କ ପ୍ରାଣ ଚାଲିଗଲା ତାପରେ ଯାଉଛନ୍ତି ଯୁଧିଷ୍ଠିର ଭୀମ ନକୁଳ ଯୁଧିଷ୍ଠିର ଭୀମ ଅର୍ଜୁନ ତାପରେ ନକୁଳ ନକୁଳିଆ ତାପରେ କଣ ହେଲା ରେ ବାବା କଣ ଆରେ ପବନ ବେগে ଧର୍ମନନ୍ଦନ ଯାନ୍ତି ଆରେ ପବନ ବେଗରେ ଧର୍ମନନ୍ଦନ ଯାନ୍ତି ଚାରି ଭାଇ ତା ପଛେ ଗୋଡ଼ାଇଛନ୍ତି ଆରେ ଦେଖୁ ଦେଖୁ ଗୋଟିଏ ଭାଇ ମରିଗଲା ପୁଣି ଦେଖୁ ଦେଖୁ ନିଜର ପତ୍ନୀ ଚାଲିଗଲା ହଉ ହଉ ଆରେ ପବନ ବେଗରେ ଚାରି ଭାଇ ଯାଉଛନ୍ତି ଆରେ 20 ଜଣ ପର୍ବତ ଯୁଧିଷ୍ଠିର ଉଠିଣଛନ୍ତି ଆରେ 20 ଜଣ ପର୍ବତ ଯୁଧିଷ୍ଠିର ଯେ ଉଠୁଛନ୍ତି 20 ଜଣ ପର୍ବତ ଚାଲି ଚାଲି ଯାଇଛନ୍ତି 20 ଇଣ୍ଟୁ ଶେଉଳ 320 କିଲୋମିଟର 320 କିଲୋମିଟର ରାସ୍ତା ଯେତେବେଳେ ଅତିକ୍ରମ କରିଗଲେ ଯୁଧିଷ୍ଠିର ତାପରେ ଭୀମ ପଳେଇଲେ ତାପରେ ଅର୍ଜୁନ ପଳେଇଲେ ତାପରେ ରହିଲେ ନକୁଳ ନକୁଳିଆ ଓଲାରେ ଓ ସେହି ଜାଗା ନକୁଳରେ ଉଠି ନ ପାରିଲେ ତାଙ୍କର ଯେ ଗୋଡ଼ ଖସି ଗଲା ଏବେ ଭଲେ ନକୁଳ ଡାକ ଦେଲେ हे भाई ना भीम मते रक्षा करो एवे पवन नंदन ଆଚ୍ଛା जेतले पवन नंदन भीम को डाकले नकुल धाई पड़ी आसिले भीम देखिले मोर भाई ना मोर सान भाईटा पड़ी गला या संगे संगे आसी ताकू तोलिकी धरले एवं तो समय रे पचारुचंद युधिष्ठिर महाराज को भाईना ଭାଇନା आकु तो संगे नबा चाल नकुल को हेले द्रौपदी की तो छाड़ी देले सहदेव को तो छाड़ी देले नकुल को धरिकी गले हे ना नी भाईना युधिष्ठिर महाराजा कहले କଣ अरे भीम ହଁ नकुलर भूल कौन जानिचु बाबा କଣ ଭୁଲାର नकुलर भूल कौन थिला रे କଣ सर्वश्रेष्ठ आमे 5 भाई रे जे जहा को सुंदर समस्त ठारू अत्यंत सुंदर रे अश्विनी कुमार ନକୁଳିଆ अश्विनी कुमार होचंदी नकुल देखा अत्यंत सुंदर ଆଚ୍ଛା से मनरे कौन गर्व थिला तांकर जानिचु କଣ ओलारे ଓ से मनरे अहंकार करुले गर्व करुले कौन ना मु तो अत्यंत सुंदर मु अधिक समय द्रौपदी सहित बिताइबी द्रौपदी मो सहित अधिक समय मत देवे कहीं सुंदर थिला बोली मनरे गोटे अहंकार थिला तार अहंकार जोगु से मरिब तू ताकू छाड़ देकी पळिया ଛାଡି ଦେ ତାକୁ नकुल को छाड़ीदेले भीम तापर आगे चली चली जाउछंदी ଆଙ୍କେ ଆଉ ରହିଲେ अरे पवन टू अति बेगर जाउछंदी 3 जण रहिले युधिष्ठिर भीम तापर अर्जुन तापर कोन हला रे बाबा କଣ ହୋଇଛି अरे 30 जण पुणी पर्वत उठिले रे पर्वत उठिले अर्जुन को गोड़ एबे खसी गला भोले आज्ञा जिते अर्जुन गोटा खसीगला आउ भीम सही पार्लेनी संगे संगे भीम पड़ी आइले कहले भाई ना ହଁ अर्जुन एडे बड़ रथी थिला एडे बड़ महाभारत संग्राम रे केते रथी महारथी मानक विनाश करिछि अर्जुन ताकू कोन छाड़ी करी पळेबा के भाई ना चलो अर्जुन को धरिक जीवा आस 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 हाथरा टे पक धरिक जीवा युधिष्ठिर बोले रह रे भीम रह अर्जुन भूल कौन जानिଛ बाबा ତାର କଣ ଭୁଲ अर्जुन मन पिणी महागर्भ थिला कांडीव धनु पुणी रे हस्तरे धरी थिला बहुत रथी महारथी मानंकु रे पराजित कला तेणु करी मनरे गर्व रे अर्जुन थिला निश्चय अर्जुन एबे मरिब बोइला गर्व कले मनुष्य रे रहिबटे नाही गर्व कला मनुष्य रे अल्पायु ओटई अहंकारी पुरुष रे संसार को योग्य नाही अहंकारी गर्व पुरुष संसार रहिब ना चंचल मरीजे तेणु अर्जुनंकर पाखरे गोटे महा लोभ थिला महागर्व थिला तेणु करी अर्जुन मध्य एठी मरिबे तू अर्जुन को छाड़ी पलिया सेते बेले कहउचंदी धर्म पवन नंदन भीम भाईना ଆଚ୍ଛା एबे अर्जुन छाड़ी देबी तापरे मु खसी जीवी जेते बेले तमे मते सांगरे धरिगिरी जीव ना मते नहीं छाड़ देकी पळेबो सेते बेले युधिष्ठिर कहिले भीम रे ହଁ
ତୁ ମଧ୍ୟ ନିଶ୍ଚୟ ମରିଯିବୁ ରେ ବାବା। ତୁ ଯୋଉ କାହିଁକି ତୋ ପାଖରେ ମଧ୍ୟ ଅହଙ୍କାର ଗର୍ବ ରହିଲା। ତୁ କ'ଣ ଜାଣିଛୁ କହିଲୁ ବାବା? ଖାଲି ଖାଇବା ପିଟିବା ଛଡ଼ା ତୋତେ ଆଉ କିଛି ଜଣା ନାହିଁ। କିଛି ଜଣା ନାହିଁ। ଖାଇବୁ ଏତେ ପିଟେ ବୋଇଲେ ପିଟିବୁ। ହଇରେ କିଏ ଖାଇଲା ନ ଖାଇଲା କା କଥା ବୁଝିଲୁ କିରେ ବାବା? ତୁ ତତେ ଦେଇଦେଲେ ତୁ ଖାଇଦେଲୁ, ତୁ ଶୋଇପଡ଼ିଲୁ ନାହିଁ। ପଦା ଲୋକର କଥା କିଛି ବୁଝିଲୁନି। ଆମେ 5 ଭାଇ ଉପବାସ ରହିକି ତତେ ଖାଇବାକୁ ଦେଇଛୁ, ତୁ ଆମ ପେଟ କଥା ଚିଣିଲୁ କି? ତୁ ନିଜେ ଏକା ଖାଇ ବୋଲି କହିଲୁ। ଆରେ ଘରେ ଯଦି 5 ଜଣ ଅଛେ, 5 ଜଣ ଯଦି ବାଣ୍ଟିକିରି ନ ଖାଇବା, ଜଣେ ଯଦି ଖାଇଦେବା, ତାଠୁ ମହାପାପ ଜଗତରେ ନାହିଁ। ନାହିଁ। ସେ ପାପରେ ତୁ ମରିବୁ ରେ ଭୀମ। ତୁ ମଧ୍ୟ ବଞ୍ଚି ପାରିବୁ ନାହିଁ ବାବା। ତୋର ମଧ୍ୟ ମରଣ ସମୟ ପଳେଇ ଆସିବ। ତୁ କେତନ ଯାଉଛୁ? ଦେଖୁ ଦେଖୁ ଅର୍ଜୁନଙ୍କୁ ଭୀମ ଛାଡ଼ିଦେଲେ। ଭୀମ ଆରେ ଅର୍ଜୁନଙ୍କ ପ୍ରାଣ ହାନି ହୋଇଗଲା ହଲେ। ଆଚ୍ଛା। ତାପରେ 2 ଜଣ ଯାଉଛନ୍ତି, ଅର୍ଜୁନ ଭୀମ। ଭୀମ ଆଉ ଯୁଧିଷ୍ଠିର। ଠିକ। ଇଏ କେତେ ଜଣ ପର୍ଯ୍ୟନ୍ତ ଗଲେ ରେ? କେତେ? ଆରେ 40 ଜଣରେ ପର୍ବତ ଉଠିଲେ। 40 ଜଣରେ ପର୍ବତ ଉଠିଲେ। ସେତେବେଳେ ଭୀମଙ୍କ ଗୋଡ଼ ଖସିଗଲା ହଲେ। ହଉ ହଉ। ଏଡ଼େ ବଡ଼ ଭୀମ ବନ୍ତରେ ପର୍ବତ। ଆରେ ଭୀମଙ୍କର ଗୋଡ଼ ଖସିଗଲା ସତ। ଆଚ୍ଛା। ଆରେ ଭୀମଙ୍କର ଗୋଡ଼ ଖସିଗଲା ସତ। ଓଲାରେ ଓ 40 ଜଣ ପର୍ବତ ଉଠିଲେ। କେତେ ଜଣ? 40। 40 ଜଣ ପର୍ବତ ଉଠିଲେ। 40 ଇଣ୍ଟୁ 16 କେତେ ରେ ପୁଅ? କେତେ? ଜାଣିପାରୁନି। 40 ଇଣ୍ଟୁ 16 କେତେ? ଓଲା ଓ 400 6 ଚଉକୁ 24 640 କିଲୋମିଟର। 640 କିଲୋମିଟର ପଥରେ ଅତିକ୍ରମ କରିଗଲେ ଭୀମ। ଗୋଡ଼ ଖସିଗଲା ଏବେ। ଶୁଣ ହେ ସୁଦନ। ଆଚ୍ଛା। ତଥାପି ଯୁଧିଷ୍ଠିର ତାଙ୍କ ହସ୍ତ ନ ଧରିଲେ। ହସ୍ତ ଛାଡ଼ି ଦେଇ ଯୁଧିଷ୍ଠିର ଉପରକୁ ଗଲେ। ହଁ। ସେତେବେଳେ ଭୀମ ବାବୁରେ ଏ ଡାହାଣ ଜାନୁର ଭାରା ଦେଇ ଦେଇ ଚାଲୁଛି ରେ ପବନ କୁମର। ଏ ଜାନୁ ଉପରେ ଭାର ଦେଇ ଦେଇ ଉଠିକିରି ଏମିତି ଚାଲୁଛି, ସେ ଛାଡୁନି ରେ ପୁଅ। ହଁ ଯିବି। ହେମନ୍ତ ଯିବା ବେଳେ ଶୁଣ ହେ ସୁଦନ, ଖସିଗଲା ପୁଣି ବାବୁ ପବନ ନନ୍ଦନ। ସେତେବେଳେ ପବନ ନନ୍ଦନଙ୍କ ପ୍ରାଣ ଚାଲିଗଲା। ଭୀମ ନନ୍ଦନ ମାନେ ଭୀମ ମଧ୍ୟ ମୃତ୍ୟୁବରଣ କଲେ। 5 ଜଣ ଯାକ ମରିଗଲେ। ଦ୍ରୌପଦୀ ମରିଗଲେ, ସହଦେବ ମରିଗଲେ, ନକୁଳ ମରିଗଲେ, ଅର୍ଜୁନ ମରିଗଲେ, ଭୀମନା ମଧ୍ୟ ସରିଗଲେ। ଉଲ୍ଲାରେ ଓ କେବଳ ସହଦେବ ସମସ୍ତେ ଗଲା ପରେ ରହିଲେ କେବଳ ଧର୍ମନନ୍ଦନ ଯୁଧିଷ୍ଠିର। ଆଚ୍ଛା। ମଲା ପୋକକୁ ମଧ୍ୟ କେବେ ମର ବୋଲି କହିନାହାନ୍ତି ଧର୍ମନନ୍ଦନ। ଆଚ୍ଛା ଆଚ୍ଛା। ତେଣୁ କରି ସୋଦେ ହରେ ଦେ ଯୁଧିଷ୍ଠିର ଯାଉଛନ୍ତି। 50 ଜୁଣ ପର୍ବତକୁ ସେ ଉଠିଲେ ଛଟତି। ପଣ୍ଡିତ ବର୍ଗ 50 ଜୁଣ ପର୍ବତ ପୁଣି ଯୁଧିଷ୍ଠିର ଉଠିଲେ। ଆରେ 800 କିଲୋମିଟର ପଥରେ ଅତିକ୍ରମ ଯୁଧିଷ୍ଠିର କଲେ। ଓଲାରେ ଓ ଆରେ ହିମବନ୍ଦର ଶିଖରକୁ ଉଠିଣ ଦେବ ତାଙ୍କ ହାତ ଜାତ ନେତ୍ରରେ ଦେଖିଣ। ହଉ ହଉ। ଦେବ ତାଙ୍କ ହାତ ଜାତ ନେତ୍ରରେ ଦେଖିଣି। ଆଚ୍ଛା। ଶୁଣନ୍ତୁ ଆଗେ ମୋର ନିବେଦନ। ଯେତେବେଳେ 4 ଜଣ ମରିଗଲେ ଜାଣ, ସେତେବେଳେ ଦେଖ କୁକୁର ଆସିଲା ଯୁଧିଷ୍ଠିରଙ୍କ ସହିତରେ ଗଲା। ଯୁଧିଷ୍ଠିରଙ୍କ ସହିତରେ ଗଲା। ଓଲାରେ ଓ ଯେତେବେଳେ ଉପରକୁ ଉଠିଗଲେ 50 ଜଣ ପର୍ବତ ଉପରକୁ, ସେତେବେଳେ ଗୋଟେ କୁକୁର ଆସିକିରି ପହଞ୍ଚିଗଲା ଯୁଧିଷ୍ଠିରଙ୍କ ନିକଟରେ। ଆଚ୍ଛା ଆଚ୍ଛା। ଯୁଧିଷ୍ଠିରଙ୍କ ସାଙ୍ଗରେ କୁକୁର
ସେ ପର୍ବତ ଉପରେ ବୁଲିଲା। ବୁଲୁଛି। ହେଲେ ଉଲାରେ ଓ ଏବଂ ତ ସମୟରେ ଧର୍ମନନ୍ଦନ ପର୍ବତ ଉପରେ ରହି ପୁଣି ତଳକୁ ଚାହିଁଦେଲେ। ପର୍ବତ ଉପରେ ରହିକିରି ତଳକୁ ଚାହିଁଦେଲେ। ତଳେ କ'ଣ ଥିଲା ରେ? କଣ? ଆରେ ନର୍କ କୁଣ୍ଡ ବାବୁ ଯେ ତଳରେ ଥିଲା। ନର୍କ କୁଣ୍ଡ ପୁରେ ଯୁଧିଷ୍ଠିର ଦର୍ଶନ କଲା। ଆଚ୍ଛା। ଏ ନର୍କ କୁଣ୍ଡକୁ ଯୁଧିଷ୍ଠିର ବାବୁ ଦର୍ଶନ କଲା। ହଉ ହଉ। ସୁଦେହରେ ରେ ସେ ସ୍ୱର୍ଗକୁ ଗଲେ। କାହିଁ ପାଇଁ ଯେ ନର୍କ ଦର୍ଶନ କଲେ? କାହିଁକି? କାହିଁ ପାଇଁ ରେ ନର୍କ ଦର୍ଶନ କଲେ? ଉଲାରେ ଓ ଏଡ଼େ ବଡ଼ ଧର୍ମବନ୍ତ ପୁରୁଷ ସୁଦେହରେ ସ୍ୱର୍ଗକୁ ଯିବେ କିନ୍ତୁ ନର୍କ ଦର୍ଶନ କଲେ। ତଳକୁ ଯେତେବେଳେ ଚାହିଁଦେଲେ ସେଠି ଥିଲା କ'ଣ ରେ ବାବା? କଣ? ହିମବନ୍ତ ଶିଖରୁ ତଳକୁ ଚାହିଁଛନ୍ତି। ନର୍କକୁଣ୍ଡ ପୁଣି ଦେଖିଲେ ଯୁଧିଷ୍ଠିର ତୁରିତେ। ଆଚ୍ଛା। ଆରେ ନର୍କକୁଣ୍ଡକୁ ଦେଖି ଯୁଧିଷ୍ଠିରେ ସେଠି 96,000 ରାଜା ପଡ଼ିଥିଲେ ନର୍କକୁଣ୍ଡରେ। 96,000 ରାଜା ପଡ଼ିଥିଲେ ନର୍କକୁଣ୍ଡରେ। ଓଲା ହଁ। ସେ ରାଜାମାନଙ୍କୁ ମୁଖ୍ୟ କରିବା ପାଇଁ ଯୁଧିଷ୍ଠିର ମହାରାଜ ନର୍କକୁଣ୍ଡକୁ ଦେଖିଲେ। ଉପସ୍ଥିତ ଆମର ବିଜ୍ଞ ବନ୍ଧୁ, ଯେତେବେଳେ ମହାଭାରତ ଘୋର ସଂଗ୍ରାମ ହେଲା, ଯୁଧିଷ୍ଠିର ପ୍ରତି ଆମର ପୃଥିବୀର ସବୁ ଜାଗା ରାଜାକୁ ନିମନ୍ତ୍ରଣ ହେଲା। କୋଉ ରାଜା କୋଉ ପଟେ ରହିଲେ? କିଏ ପାଣ୍ଡବ ପଟେ ରହିଲେ, କି ଆମର କୌରବ। କୌରବ ପଟେ ରହିଲେ। ଆଚ୍ଛା। ଯେତେବେଳେ 96,000 ରାଜା ଗଲେ ଦୁର୍ଯ୍ୟୋଧନକୁ ସାହାଯ୍ୟ କରିବା ପାଇଁ, ଦୁର୍ଯ୍ୟୋଧନ ପଛରେ ରହିଲେ। ତାପରେ ମନ ମଧ୍ୟରେ ବିଚାର କଲେ, ଗୋଟେ ଅନ୍ୟାୟ ପଛରେ କାହିଁକି ରହିବା? ଅନ୍ୟାୟ ସହିତ କାହିଁକି ଯୁଦ୍ଧ କରିବା? ନ୍ୟାୟରେ ଯୁଦ୍ଧ କରିବା। ତେଣୁ ଏ ଦୁର୍ଯ୍ୟୋଧନ ଅନ୍ୟାୟରେ ଯୁଦ୍ଧ କରୁଛି, ତା ସହିତ ରହିବାନି ବୋଲି ମନରେ ବିଚାର କରି ଏମାନେ କ'ଣ କଲେ ନା ଯୁଧିଷ୍ଠିରଙ୍କ ପଛପଟେ ପଳେଇ, ମାନେ ଯୁଧିଷ୍ଠିରଙ୍କ ପଟେ ପଳେଇ ଆସିଲେ। ଏ ଅନସ୍ପତ ଭାଇ, ଏ ଅନସ୍ପତ 96,000 ରାଜା ଆସି ପହଞ୍ଚିଗଲେ ଯୁଧିଷ୍ଠିରଙ୍କ ସହିତ। ଲାଗିଲା ଯୁଦ୍ଧ, ଘୋର ସଂଗ୍ରାମ ହେଲା। 96,000 ରାଜା ମରିଗଲେ। ମଲେ। ମରିଗଲୁ ଯମଦେବତା ରାଗରେ ବୋଇଲେ ଆଙ୍କୁ ନର୍କକୁଣ୍ଡରେ ପକେଇବେ। ପକେଇବା। ସେମାନଙ୍କୁ ନର୍କକୁଣ୍ଡରେ ପକାଗଲା। ତାଙ୍କୁ କହିଥିଲେ ଯୁଧିଷ୍ଠିର ଯଦି ତୁମକୁ ଦେଖିବେ, ଯୁଧିଷ୍ଠିରଙ୍କୁ ଦେଖନ୍ତେ, ତୁମେ ଏ ନର୍କକୁଣ୍ଡରୁ ମୁକ୍ତ ହବ। ଯେତେବେଳେ ଯୁଧିଷ୍ଠିର ପୁଣି ନର୍କକୁଣ୍ଡକୁ ଦେଖିଲେ, 96,000 ରାଜା ସେ ନର୍କକୁଣ୍ଡରେ ପଡ଼ିଥିଲେ। ସେ ନର୍କକୁଣ୍ଡରୁ 96,000 ରାଜା ମୁକ୍ତ ହେଲେ। ହେଲେ ଯୁଧିଷ୍ଠିର କ'ଣ ପାଇଁ ନର୍କ ଦର୍ଶନ କଲେ? ହଁ। ଏଡ଼େ ବଡ଼ ଧର୍ମବନ୍ତ ପୁରୁଷ ହଁ। ସ୍ୱର୍ଗକୁ ଗଲେ ସ୍ୱଦେହରେ। କାଳିଆ ସ୍ୱଦେହରେ ନର୍କ ଗଲେ, ସ୍ୱଦେହରେ ଯୁଧିଷ୍ଠିର ମହାରାଜା ସ୍ୱର୍ଗକୁ। ହେଲେ ନର୍କ କାହିଁକି ଦର୍ଶନ କଲେ? କାହିଁକି? କ'ଣ ଭୁଲ କରିଥିଲେ ଆଜ୍ଞା ଯୁଧିଷ୍ଠିର? ଯେତେବେଳେ ମହାଭାରତ ଘୋର ସଂଗ୍ରାମ ଚାଲିଥିଲା, ଆଚ୍ଛା। ଦ୍ରୋଣ ସହିତ ଥିଲେ ଆଜ୍ଞା, ଦ୍ରୋଣ ଥିଲେ ସେନାପତିରେ। ଦ୍ରୋଣ ଯୁଦ୍ଧ କରୁଛନ୍ତି। ଭଗବାନ କୃଷ୍ଣ ବିଚାର କଲେ, ଦ୍ରୋଣଙ୍କ ହସ୍ତରେ ଯଦି ଅସ୍ତ୍ର ଅଛି, ଆଙ୍କେ 5 ଜଣ କିଏ ପାରିବେନି। ପାରିବେନି। କ'ଣ ମାୟା କରିଦେଲେ ରେ ଯୁଧିଷ୍ଠିର ଆମର ଭଗବାନ ନାରାୟଣ? କଣ? ଚକ୍ରକୁ ପେଶି ବାବୁ ଏକ ହସ୍ତିକି ବିନାଶ କରିଲେ। ସେ ହସ୍ତିର ନାମ ପୁଣି ଅଶ୍ୱତ୍ଥାମା ବୋଲେ। ଅଶ୍ୱତ୍ଥାମା ବୋଲି ଗୋଟେ ହସ୍ତିକି ମାରିଦେଲେ। ମାରିଦେଲା ପରେ ଦ୍ରୋଣଙ୍କର ପୁଅ ନାମ ଅଶ୍ୱତ୍ଥାମା। ଯେତେବେଳେ ଚାରିଆଡ଼େ ହାଲ ହୋଳି ପଡ଼ିଗଲା, ଅଶ୍ୱତ୍ଥାମା ମରିଗଲା, ଅଶ୍ୱତ୍ଥାମା ମରିଗଲା, ଅଶ୍ୱତ୍ଥାମା ମରିଗଲା। ଦ୍ରୋଣ ବିଚାର କଲେ, ମୋ ପୁଅଟା କାଳେ ମରିଗଲା କି? ହେଲେ କ'ଣ କରିବି? ମୋ ପୁଅଟା ଯଦି ମରିଗଲା, ଯୁଦ୍ଧ କାହିଁକି କରିବି? ଯୁଦ୍ଧ ବନ୍ଦ କରିଦେବା କଥା। ଆଉ ଏମନ୍ତ ସମୟରେ ମନରେ ବିଚାର କଲେ, ଏଡ଼େ ବଡ଼ ଯୁଦ୍ଧ ଚାଲିଛି, ଏଡ଼େ ବଡ଼ ଘୋର ସଂଗ୍ରାମ। କାହାକୁ ପଚାରିଲେ କିଏ ସତ କଥା କହିବ? କେବଳ ଯୁଧିଷ୍ଠିର ମହାରାଜ ହିଁ ସତ କଥା କହିବେ। ଆଉ କିଏ କହିବେନି। ତେଣୁ କ'ଣ କଲେ? କଣ? ଗୁରୁ ଦ୍ରୋଣରେ ଧୀରେ ଧୀରେ ବାବୁ ପୁଣି ଯୁଧିଷ୍ଠିରଙ୍କ ପାଶ ଗଲେ। ଯୁଧିଷ୍ଠିରଙ୍କୁ ବାବୁ ଦ୍ରୋଣ ଗୁରୁ ଏମନ୍ତ ବୁଝିଲେ, ଶୁଣ ହେ ଧର୍ମନନ୍ଦନ, ମୋହର ପ୍ରସନ୍ନ, ମୋର ପୁତ୍ର ଅଶ୍ୱତ୍ଥାମା ମରିଗଲା। ଚାରିଆଡ଼େ ହାଲ ହୋଳି, ପୁତ୍ର ମରିଗଲା। ମୋର ପୁତ୍ର ଅଶ୍ୱତ୍ଥାମା କି ସତରେ ମରିଲା? ମୋ ପୁତ୍ର ଅଶ୍ୱତ୍ଥାମା ସତରେ ମରିଗଲା କି? ସତରେ ମରିଛି ନା ମିଛରେ କହୁଛୁ? ସତରେ ମରିଛି ନା ମିଛରେ ମରିଛି? ସେତେବେଳେ ଯୁଧିଷ୍ଠିର ମହାରାଜ ବିଚାର କଲେ, କଣ? ଯଦି ସତ କଥା କହିଦେବି ଯୁଦ୍ଧ ଛାଡ଼ିବେନି ଗୁରୁଦ୍ରୋଣ। ଯଦି ମିଥ୍ୟା କଥା କହିବି ମତେ ମହାପାପ ଲାଗିବ। କ'ଣ କଲେ ସେତେବେଳେ? ଆଚ୍ଛା, କଣ କହିଲେ? ସଂସ୍କୃତ ମହାଭାରତ ବ୍ୟାସଙ୍କ ଲେଖା। ବ୍ୟାସ କ'ଣ ଲେଖିଲେ? କଣ?
ନରେବା ଗୁଞ୍ଜରେ ଅଶ୍ୱତ୍ଥାମା ହତ ନରେବା ଗୁଞ୍ଜରେ ଅଶ୍ୱତ୍ଥାମା ହତ श्री कृष्ण गोविंद हरे मुरारे हे नाथ नारायण वासुदेवा। ଯୁଧିଷ୍ଠିର ମହାରାଜା କହିଲେ ଆଚ୍ଛା ନରେବା ଗୁଞ୍ଜରେ ଅଶ୍ୱତ୍ଥାମା ହତ ନର ବୋଇଲେ ମନୁଷ୍ୟ ଗୁଞ୍ଜର ବୋଇଲେ ହସ୍ତି ହେ ଗୁରୁ ମୁଁ ଜାଣିନି ମନୁଷ୍ୟ କି ହସ୍ତି ମାତ୍ର ଅଶ୍ୱତ୍ଥାମା ମରିଛି। ସେତେବେଳେ ଗୁରୁଦ୍ରୋଣ ଅସ୍ତ୍ର ଛାଡ଼ିଦେଲେ ଗୁରୁଙ୍କ ଆଗରେ ଅଶ୍ୱତ୍ଥାମା ଆରେ ଗୁରୁଙ୍କ ଆଗରେ ଯୁଧିଷ୍ଠିର ପୁଣି ମିଥ୍ୟା ଭାଷା କହିଥିଲେ କହିଲେ ହେଠି ତେଣୁ କରି ବାବୁ ନର୍କ ଦର୍ଶନ କରିଲେ ତେଣୁକରି ନର୍କ ଦର୍ଶନ କଲେ ମିଥ୍ୟା କଥା କହିଥିବାରୁ ଟିକେ ମାତ୍ର ପଦେ ମାତ୍ର କହିଥିଲେ ମିଥ୍ୟା କଥା ଗୁରୁଙ୍କୁ ମିଥ୍ୟା କହିଲେ ନରେବା ଗୁଞ୍ଜର ଅଶ୍ୱତ୍ଥାମା ହତ ତେଣୁକରି ନର୍କଗାମୀ ନର୍କ ଭୋଗ କରିବାକୁ ଅର୍ଥାତ୍ ନର୍କ ଦର୍ଶନ କରିବାକୁ ମଧ୍ୟ ଯୁଧିଷ୍ଠିର ମହାରାଜା ପଛଘୁଞ୍ଚା ଦେଲେ ନାହିଁ ନର୍କ ଦର୍ଶନ କଲେ 96,000 ରାଜା ସେଠୁ ମୁକ୍ତ ହେଲେ। ଉପସ୍ଥିତ ମୋର ପଣ୍ଡିତ ବର୍ଗ ଏବଂ ତ ସମୟରେ କ'ଣ ହେଲା ରେ ବାବା କଣ ହୋଇଛି ପର୍ବତ ମଧ୍ୟରେ ପୁଣି ଯୁଧିଷ୍ଠିର ଯାଉଛନ୍ତି ସଙ୍ଗତରେ ବାବୁରେ ପୁଣି ଧଳା ବର୍ଣ୍ଣର ଗୋଟିଏ କୁକୁର ଅଛି ଧଳା ବର୍ଣ୍ଣର କୁକୁର ଓଲାରେ ଓ ଏମନ୍ତ ସମୟରେ ହେଲା କ'ଣ ରେ ବାବା ଆରେ ଏମନ୍ତ ସମୟରେ ରଥ ଆସିଲା ଏମନ୍ତ ସମୟରେ ରଥ ଆସିଲା ସେ ରଥକୁ ଯୁଧିଷ୍ଠିର ନିମନ୍ତ୍ରଣ ହେଲା ଇନ୍ଦ୍ରଦେବରେ ରଥରେ ଅଛନ୍ତି ଆସ ଆସ ଯୁଧିଷ୍ଠିର ବୋଲି ଡାକୁଛନ୍ତି ଆସ ଆସ ଯୁଧିଷ୍ଠିର ବୋଲି ଡାକୁଛନ୍ତି ଧର୍ମନନ୍ଦନ ଯୁଧିଷ୍ଠିରକୁ ଡାକୁଛନ୍ତି ଗୋଟେ ଆସିଲା ରଥ ଆଚ୍ଛା ଇନ୍ଦ୍ର ଆସୁ ଅଛନ୍ତି ସେ ରଥ ଉପରେ କହିଲେ ହେ ଧର୍ମନନ୍ଦନ ଆସ ପିତାଙ୍କର ଆଦେଶ ହୋଇଛି ତୁମକୁ ସ୍ୱଦେହରେ ସ୍ୱର୍ଗକୁ ଧରିଯିବି ଯିବି ଏମନ୍ତ ସମୟରେ କ'ଣ କଲେ ଧର୍ମନନ୍ଦନରେ କଣ କଲେ କୁକୁରକୁ ଧରି ଧର୍ମ ନନ୍ଦନ ଚଳିଲେ କୁକୁରକୁ ଧରି ଧର୍ମ ନନ୍ଦନ ଚଳିଲେ ରଥ ଉପରକୁ ଯୁଧିଷ୍ଠିରରେ ଉଠିଲେ ସୁଧୀଜନ ଆହେ ସୁଧୀଜନ ହେ ରଥ ଉପରକୁ ସେ ଉଠିଲେ ଉପସ୍ଥିତ ଆମର ବିଜ୍ଞବନ୍ଧୁ କୁକୁରକୁ ଧରି ପୁଣି ଧର୍ମନନ୍ଦନ ଯୁଧିଷ୍ଠିର ରଥ ଉପରକୁ ଯେତେବେଳେ ଉଠୁଛନ୍ତି ଆଚ୍ଛା ସେତେବେଳେ ଇନ୍ଦ୍ରଦେବ କହିଲେ ହେ ଧର୍ମନନ୍ଦନ କୁକୁରକୁ କାହିଁ କିମ୍ପା ଆଣୁଛ ସଙ୍ଗେ କୁକୁରଟାକୁ କାହିଁକି ସଙ୍ଗରେ ଆଣୁଛ ସେତେବେଳେ କହୁଛନ୍ତି ଧର୍ମରାଜ ଯୁଧିଷ୍ଠିର ମୁଁ ଯଦି ଯିବି ସ୍ୱଦେହରେ ସ୍ୱର୍ଗକୁ ମୋ ସାଙ୍ଗରେ ପୁଣି କୁକୁରଟା ମଧ୍ୟ ଯିବ ଯିବ ମୋର ବିପତ୍ତି ସମୟରେ ମୋର ଭାଇମାନେ ପଳେଇଲା ପରେ ମୋ ସ୍ତ୍ରୀ ପଳେଇଲା ପରେ ଇଏ ମୋତେ ବହୁତ ସାହାଯ୍ୟ କରିଛି ଇଏ ମୋ ପାଖରେ ଅଛି ତେଣୁ ମୁଁ ଆକୁ ଧରି ସ୍ୱଦେହରେ ସ୍ୱର୍ଗକୁ ଯିବି ଯିବି ସେତେବେଳେ ଇନ୍ଦ୍ରଦେବ ମନରେ ବି ଭାବିଲେ ଧର୍ମ ଦେବତା ତାଙ୍କୁ ପୁଣି ପରୀକ୍ଷା କରୁଥିଲେ କୁକୁର ରୂପରେ ପୁଣି ଧର୍ମ ଦେଇଥିଲେ ଆରେ ଧର୍ମନନ୍ଦନ ଯୁଧିଷ୍ଠିରଙ୍କୁ ପରୀକ୍ଷା କରୁଥିଲେ ଏବଂ ତ ସମୟରେ କ'ଣ ହେଲା ରେ ବାବା କଣ ସ୍ୱଦେହରେ କୁକୁର ନିଜ ରୂପ ଧାରଣ କରିଛନ୍ତି ଧର୍ମ ବିଚାର କଲେ ଧନ୍ୟ ଧନ୍ୟରେ ତୋର ପୁତ୍ର ଧନ୍ୟ ତ ମହତ ପଣିଆ ତୁ ତିନି କୂଳକୁ ଉଦ୍ଧାର କଲୁ ସ୍ୱଦେହରେ ସ୍ୱର୍ଗ ଗମନ କଲୁ ତେଣୁ ରଥରେ ବସି ସ୍ୱଦେହକୁ ଗମନ କରିଥିଲେ ଯୁଧିଷ୍ଠିର ମହାରାଜା ହେ ପ୍ରଭୁ ନାରାୟଣ ପରମ ବ୍ରହ୍ମ ପୁରୁଷ ସେହି ଗୋଦାବରୀ ପିତାଙ୍କୁ ଏବଂ ମଲ୍ଲି ନାମକ ମାତାଙ୍କୁ ନେଇ ମଧ୍ୟ ସ୍ୱଦେହରେ ଅର୍ଥାତ୍ ସେ ତ ମୃତ୍ୟୁବରଣ କରିସାରିଛନ୍ତି ତାଙ୍କୁ ବୈକୁଣ୍ଠ ପରେ ସ୍ଥାନ ଦିଅନ୍ତୁ ବୋଲି ଭକ୍ତ ଏତିକି ଭଗବାନଙ୍କ ପାଖରେ ନିବେଦନ କରି ସ୍ୱର୍ଗାରୋହଣ ପର୍ବ ସମାପ୍ତ।